हेलो एवरीवन, वेलकम टू एचिवर एकेडमी। এই সেশনে ଆମେ ପିଲାମାନେ ଆଲୋଚନା କରିବା। ଅଲରେଡି ଆମେ ଡିସ୍କସନ କରିସାରିଛେ ତୁମର ବର୍ଗ ଏବଂ ଘନର ସମ୍ପୂର୍ଣ୍ଣ ଆଲୋଚନା କରିସାରିଛେ ପିଲାମାନେ। ଆଜି ଦେଖିବା ନିଜେ କରିଦେଖ ଯୋଉ ଅଛି, ସେ ନିଜେ କରିଦେଖ ଆମେ ସବୁ ଡିସ୍କସନ କରିଦେବା ପିଲାମାନେ। ଭିଡିଓଟାକୁ ଭଲ ଭାବରେ ଦେଖ, ସମସ୍ତ ସାଙ୍ଗମାନଙ୍କୁ ସେୟାର ନିଶ୍ଚିତ ଭାବେ କରିବ। ଦେଖ, ପ୍ରଥମ ପ୍ରଶ୍ନରେ ସେ କଣ କହିଛି, ନିମ୍ନଲିଖିତ ସଂଖ୍ୟା ଗୁଡ଼ିକ ମଧ୍ୟରୁ କେଉଁ ଗୁଡ଼ିକ ପୂର୍ଣ୍ଣବର୍ଗ ସଂଖ୍ୟା ନୁହେଁ? କେଉଁ ଗୁଡ଼ିକ ପୂର୍ଣ୍ଣବର୍ଗ ସଂଖ୍ୟା ନୁହେଁ ବୋଲି ପଚାରିଛି ପିଲାମାନେ। କେଉଁଟା ପୂର୍ଣ୍ଣବର୍ଗ ସଂଖ୍ୟା ନୁହେଁ ଆମେ ଆଲୋଚନା କରିସାରିଛେ। ଯାହାର ଏକକ ସ୍ଥାନରେ କିଏ କିଏ ଥିବେ ପିଲାମାନେ? 2 ଥିବ, 3 ଥିବ, ତାପରେ ତୁମର କଣ ଥିବ? 7 ଥିବ। ଏଇ ସଂଖ୍ୟା ଗୁଡ଼ିକ ଯଦି ଥାଏ କିମ୍ବା 8 ଥାଏ, ଜାଣିବା ଯେ ଆମେ ଏହା ଏକ ପୂର୍ଣ୍ଣବର୍ଗ ସଂଖ୍ୟା ନୁହେଁ। ଯାହାର ଏକକ ସ୍ଥାନରେ କଣ କଣ ଥିବ? ଯାହାର ଏକକ ସ୍ଥାନରେ ଥିବ ତୁମର ବାକି ଯାହା ରହିଲା ତୁମର ପିଲାମାନେ ହେଲା, ତୁମର 0 ହେଲା, 1 ହେଲା, ତୁମର 4 ହେଲା, 5 ହେଲା, 6 ହେଲା, ତୁମର 9 ହେଲା, ଏଗୁଡାକ ଥିବ, ସେଇଟା ହଉଛି ପୂର୍ଣ୍ଣବର୍ଗ ସଂଖ୍ୟା। ଏଇଗୁଡାକ ଥିଲେ ପୂର୍ଣ୍ଣବର୍ଗ ସଂଖ୍ୟା ହୋଇପାରେ। ସମ୍ପୂର୍ଣ୍ଣ ଆମେ ଆଲୋଚନା କରିଥିଲା, ଆମେ ସମ୍ପୂର୍ଣ୍ଣ କରେକ୍ଟ ନୁହେଁ, ତାହା ହୋଇଥାଇପାରେ ପିଲାମାନେ। ଦେଖ, ଏଠାରେ ଦେଇଛି କଣ, ଯେହେତୁ ଏକକ ସ୍ଥାନରେ 2 ଅଛି, ଯେହେତୁ ତୁମେ ଲେଖିବ କଣ, ଯେହେତୁ ଏକକ ସ୍ଥାନରେ 2 ଅଛି, ତାହେଲେ ଏହା ପୂର୍ଣ୍ଣବର୍ଗ ସଂଖ୍ୟା ନୁହେଁ। ହେଲା, ଏଟା ପୂର୍ଣ୍ଣବର୍ଗ ସଂଖ୍ୟା ନୁହେଁ। ଆମେ ଦେଖିଲା ଏହାର ଏକକ ସ୍ଥାନରେ 8 ଅଛି, ତାହେଲେ ଏହା ପୂର୍ଣ୍ଣବର୍ଗ ସଂଖ୍ୟା ନୁହେଁ। ଏକକ ସ୍ଥାନରେ 7 ଅଛି, ଏହା ପୂର୍ଣ୍ଣବର୍ଗ ସଂଖ୍ୟା ନୁହେଁ। କିନ୍ତୁ ଏକକ ସ୍ଥାନରେ 9 ଅଛି, ଏ ପୂର୍ଣ୍ଣବର୍ଗ ସଂଖ୍ୟା ହୋଇପାରେ। ତ ଲେଖିବ କଣ, ଏହା ପୂର୍ଣ୍ଣବର୍ଗ ସଂଖ୍ୟା ହୋଇପାରେ। ଯଦି ଏହାକୁ ଆମେ ଏନାଲିସିସ୍ କରିବା, ତାହାକୁ ଦେଖିବା କେଉଁ କେଉଁ ଦ୍ୱାରା ସଂଖ୍ୟା ଏହା ଏକ ପୂର୍ଣ୍ଣବର୍ଗ ସଂଖ୍ୟା କି ଆମେ କରେକ୍ଟ ମେଥଡ ଦେଖିବା। ଆମେ ପ୍ରଥମେ କଣ କରିବା, ଲସାଗୁ ବାହାର କରିବା। ଏହା ହେବ 3 ଦ୍ୱାରା ବିଭାଜ୍ୟ ଅଟେ। 9, 8, 17, 1, 18 ଏ 3 ଦ୍ୱାରା ବିଭାଜ୍ୟ ଅଟେ। 3 3 9, 3 18, 3 3 9। ଏଟା 3 ରେ ଯିବ, 3 କେ 3, 3 2 6, 3 କେ 3, ତାହେଲେ 11 11। ଏ ହଉଛି ଗୋଟେ ପୂର୍ଣ୍ଣବର୍ଗ ସଂଖ୍ୟା। 100% ଏ ଗୋଟେ ପୂର୍ଣ୍ଣବର୍ଗ ସଂଖ୍ୟା। କାହିଁକି ନା ଏ ଗୋଟିଏ ଯୋଡି ଅଟେ, 3 ର ଯୋଡି ଗୋଟେ 3, 11 ଯୋଡି 11, ତାହେଲେ ଏ ହଉଛି 33 ର ତମର କଣ ପିଲାମାନେ, ବର୍ଗ। 33 ର ବର୍ଗ। ଯେତେବେଳେ 33 into 33 କରିବ, ତାହେଲେ ତମେ ପାଇଯିବ କେତେ? 1089 ପିଲାମାନେ। ବୁଝିହେଲା? ତାହେଲେ ଏ ହଉଛି ଗୋଟେ ପୂର୍ଣ୍ଣବର୍ଗ ସଂଖ୍ୟା। ଏକକ ସ୍ଥାନରେ 9 ବି ଅଛି, ଏ ହଉଛି ଗୋଟେ ପୂର୍ଣ୍ଣବର୍ଗ ସଂଖ୍ୟା। ଆମେ ସମ୍ପୂର୍ଣ୍ଣ ଆଲୋଚନା କରିଲା। ତାପରେ ଦେଖ, 64 ର ବର୍ଗ, 108 ର ବର୍ଗ, 292 ର ବର୍ଗ, 36 ର ବର୍ଗ ମଧ୍ୟରୁ କେଉଁଟିର ଶେଷ ଅଙ୍କ 4 ହେବ? କେଉଁଟିର ଶେଷ ଅଙ୍କ କଣ ହେବ ସେ ପଚାରିଛି। ଶେଷ ଅଙ୍କ କହିଲେ କଣ? ଏକକ ସଂଖ୍ୟା 4 ହେବ ବୋଲି ସେ କହିଛି। ଏକକ ଅଙ୍କ ଆମେ ଜାଣେ, ଆମେ ଆଲୋଚନା କରିଥିଲା, ଯାହାର ଏକକ ଅଙ୍କ 8 କିମ୍ବା 2 ହେଇଥିବ, ସେଇ ସଂଖ୍ୟାର ବର୍ଗର ଏକକ 4 ହୋଇଥାଏ। ଯଦି କୌଣସି ସଂଖ୍ୟାର ଆମେ ଆଲୋଚନା କରିଥିଲା, ଏ 2 ନମ୍ବର ପ୍ରଶ୍ନ ମୁଁ ଏଠାରେ ଲେଖି ଦଉଛି। କୌଣସି ସଂଖ୍ୟାର ଏକକ ସ୍ଥାନରେ 8 କିମ୍ବା 2 ଥାଏ, ବର୍ଗ ଏକକ ତାର କଣ ହେବ? ବର୍ଗ ଏକକ ତାର ହେଇଯିବ କଣ? 4 ହେବ। ଉଦାହରଣ ସ୍ୱରୂପ ମୁଁ ତୁମକୁ ଉଦାହରଣ ଦେବି କଣ? ଫର ଏକ୍ସାମ୍ପଲ, ତମର କେତେ ପିଲାମାନେ? 22 ଏକକ ସ୍ଥାନରେ କେତେ ଅଛି? ଏକକ ସ୍ଥାନରେ 2 ଅଛି, ତାହେଲେ କେତେ ହେବ ତାର? 22 ର ସ୍କୋୟାର କେତେ? 484 ବୋଲେ ଏକକ ସ୍ଥାନରେ 4 ସେ ରହିବ। ଆମେ 8 ନେଇକି ଦେଖିବା। 28 ର ସ୍କୋୟାର, 28 ଏକକ ଘରେ 8 ଅଛି, ତାହେଲେ ତାର ବର୍ଗ କେତେ ହେବା କଥା? ଏକକ ସ୍ଥାନରେ 4 ରହିବା କଥା। ଦେଖିବା କେତେ ଅଛି? 784, ମାନେ ଏକକ ସ୍ଥାନରେ 4। ଏକକ ଘରେ ଯଦି 8 କିମ୍ବା 2 ଅଛି, ତାର ବର୍ଗ ଏକକରେ କଣ ରହିବ? 4 ରହିବ। ଦେଖିବା ଏଠାରେ 4 ଅଛି, ତାହେଲେ ଏହାର ଶେଷ ଅଙ୍କ 4 କେବେ ବି 4 ରହିବ ନାହିଁ। 108 ଅଛି, ଯେହେତୁ ଏକକ ସ୍ଥାନରେ 8 ଅଛି, ତାହେଲେ ଏହା ହେଇଯିବ ତମର କଣ? ଶେଷ ଅଙ୍କ 4 ରହିବ। ଏହା ଏକକ ଘରେ 2 ଅଛି, ମାନେ ଏହା ମଧ୍ୟ ବର୍ଗ ଏକକ ସଂଖ୍ୟା ଶେଷ ଅଙ୍କ 4 ରହିବ। 6 ଅଛି, ଯେହେତୁ ଏହା ତମର ହେବ ନାହିଁ। କେବଳ 108 ର ସ୍କୋୟାର
এবং 292 ର ସ୍କୋୟାର ଶେଷ ଅଙ୍କ କେତେ ହେବ ତମର ଶେଷ ଅଙ୍କ 4 ହେଇଯିବ ହେଲା। ନେକ୍ସଟ ଦେଖିବା ସେ କହିଛି କଣ ଭଲ ପ୍ରଶ୍ନଟି ପିଲାମାନେ 125 ର ବର୍ଗ ଇକ୍ୱାଲ ଟୁ 15625 15625 ତେବେ 126 ର ମାନ କଣ ଆମେ ଦେଖିଥିଲା କଣ 125 ର ସ୍କୋୟାର ମାନେ କଣ ପ୍ରଥମ କଣ ଅଯୁଗ୍ମ ସଂଖ୍ୟାର ଯୋଗଫଳ ଅଯୁଗ୍ମ ସଂଖ୍ୟାର ସମଷ୍ଟି ଅଟେ। ଆମେ ଦେଖି ସାରିଛେ ଆଲୋଚନା କରି ସାରିଛେ ମାନେ 126 ସ୍କୋୟାର ମାନେ କଣ ରେ ପିଲାମାନେ 126 ର ସ୍କୋୟାର ମାନେ ହଉଛି 115,625 ଯୋଗ 126 ତମ ଅଯୁଗ୍ମ ସଂଖ୍ୟା କ୍ରମିକ ଅଯୁଗ୍ମ ସଂଖ୍ୟା 126 ତମ କ୍ରମିକ 126 ତମ ଅଯୁଗ୍ମ ସଂଖ୍ୟା କେମିତି ବାହାର କରିବା ଆମେ ସୂତ୍ର ଜାଣିଥିଲା କଣ 126 ତମ ଅଯୁଗ୍ମ ସଂଖ୍ୟା କେମିତି ହେବ ପିଲାମାନେ 126 ତମ ଯୁଗ୍ମ ସଂଖ୍ୟା ଆମେ ଆଲୋଚନା କରିଦେଲା 2n-1 ଏଇ ସୂତ୍ରଟା ଆମେ ଆଲୋଚନା କରିଦେଲା ତାହେଲେ n ଟା କିଏ n ହଉଛି 126 2 into 126 minus 1 କେତେ ହେବ ପିଲାମାନେ ତମର ଇଏ ହେଇଯିବ 2 ଗୁଣନ 252 minus 1 ସମାନ 251 ଆମେ ଯଦି 15,625 ରେ ଯଦି ଯୋଡ଼ି ଦେବା 15,625 ରେ ତାହେଲେ ତମର ବାହାରି ଯିବ କଣ 126 ର ବର୍ଗ ଯାହା ତମର ଅପସନ ଆଇଭି ରେ ତମର ଦେଇଛି ଅପସନ ଆଇଭି ତାହେଲେ ତମର ହେଇଯିବ କଣ କରେକ୍ଟ आंसर। नेक्स्ट देखिबा 4 नंबर प्रश्न कोन देखो 441 वर्ग मीटर क्षेत्रफल विशिष्ट देइची कोन से 441 मीटर वर्ग मीटर क्षेत्रफल ताइले वर्ग क्षेत्रर क्षेत्रफल देला से देइची देखो मु एठारे करि दउची हला एठारे तमर 4 नंबर लेखि कि मु करि दउची हला से देइची कोन हमकु वर्ग क्षेत्रर क्षेत्रफल से देइची केते देइची 441 वर्ग मीटर ताहिले आमे जानिचे वर्ग चित्रर क्षेत्रफलर सूत्र कोन बाहु गुणन बाहु माने बाहुर स्क्वायर इक्वल टू केते 441 माने बाहु समान केते से पचारे चिना नै कोन केते पचारे बाहुर दैर्घ्य पचारे बाहु समान कोन हबो ई स्क्वायर टा एते एपटे पड़े जाए 441 रो वर्गमूल हो जाए 441 कहार वर्गमूल आमे आलोचना करि सारिछि ए होछि प्लस माइनस 21 हेबो तमरो आंसर माइनस 21 तो हेबो नाही केवल हे जेबो कोन बाहु समान केते हे जेबो तमरो बाहु समान 21 मीटर हेबो तमरो करेक्ट आंसर बाहु समान हेबो केते 21 मीटर हेबो तमरो करेक्ट आंसर आ गुटे भी थ्योरी अछि आ गुटे भी अछि देखो मु आ गुटे भी करि दउछि ए गुटे भी थिला ए गुटे भी करि परिबो आ गुटे केमिति करि परिबो देखो पिला माने मु करि दउछि गुटे मिनिट ताको मु क्लीन करि दिए प्रथमे आ गुटे शैली रे मध्ये हमें एहाकू करि परिबा केमिति करि परिबा देखो हमें जदी 414 रो लॉस आगु बाहर करिबा जेउडा तम बही दे देछि 414 दे देछि 441 सॉरी 441 वर्ग मीटर 441 रो हमें कोन बाहर करिबा 441 रो हमें यदि लॉस आगु बाहर करि देबा केते रे जीवो 3 दे जीवो 3 3 रे बोले 3 के 3 3 चौ 12 3 चौ केते 3 चौ 12 3 सत्ता 21 पुणी 3 रे जीवो 3 चौ 12 3 नुआ 27 7 7 इंटू 7 ने ए गुटे जोड़ी आराम रे 3 गुणन 7 समान 21 ये मध्य हमें करि परिबा ए मध्य तमरो हमें करि परिबारे पिला माने नेक्स्ट देखो तमरो 5 नंबर प्रश्न कहिछि कोन 5 नंबर प्रश्न होछि वेरी वेरी इंपोर्टेंट पिला माने एहाको मु क्लीन करि दउछि नले तलरे मु एहाको 5 नंबर प्रश्न मु करि दउछि एठी हला 5 नंबर प्रश्न मु एठी करि दउछि 4 9 10 द्वारा विभाज्य क्षुद्रतम वर्ग संख्याटी केते वेरी इंपोर्टेंट एटा तमरो परीक्षा रे तमे एमिति प्रश्न देखिबाकू पाइबो 5 नंबर प्रश्न होछि वेरी इंपोर्टेंट से कोइ कोन 4 9 10 केमिति जानिबा क्षुद्रतम वर्ग संख्या केते हमें तारो लॉस आगु बाहर कर देबा 4 9 10 रो लॉस आगु बाहर कर देबा लॉस आगु बाहर कर देबा 4 9 लॉस आगु केते 4 9 10 लॉस आगु होची केते एटा 2 रे जीवो 2 टी संख्या अछि ता माने 2 टी 2 दुना 4 9 को उल्हाई देबा
2 ପଞ୍ଚା 10 ତାହେଲେ କେତେ ଲସ୍ ଆଉ କେତେ ହେଇଯିବ ତମର ଲସ୍ ଆଉ ହେଇଯିବ 2 ଗୁଣନ 2 ଗୁଣନ 9 ଗୁଣନ 5 ହେଲା 2 ଦୁଗୁଣେ 4 9 ଚଉ 36 36 36 ପଞ୍ଚା 180 180 ହେଇଗଲା 180 ହେଇଗଲା 180 ତମର ହେଇଗଲା ଯେହେତୁ ଯେହେତୁ 180 ହେଲା ଏହାକୁ ଆମେ କଣ କରିପାରିବା ଆଉ ଗୋଟେ ଶୈଳୀରେ କରିପାରିବା 2 ଗୁଣନ 2 9 କୁ ଆମେ ଭାଙ୍ଗି ଦେବା କଣ 3 ଗୁଣନ 3 ଗୁଣନ 5 ଯେହେତୁ କାହିଁକି ମୁଁ ଏମିତି କଲି କାହିଁକି ନା ସେ ପଚାରିଛି କ୍ଷୁଦ୍ରତମ ବର୍ଗ ସଂଖ୍ୟାଟି କେତେ ଯେହେତୁ 180 କାହାର ବର୍ଗ ସଂଖ୍ୟା ନୁହେଁ ତାହେଲେ କଣ ଦେଖ ଏଠାରେ ଗୋଟେ ଯୋଡି ଆସିଛି 2 ଏଠାରେ ଗୋଟେ ଯୋଡି ଆସିଛି କେତେ 3 ବଳକା ରହିଲା କେତେ 5 ଯଦି ଆମେ 180 ରେ କଣ କରିବା ମାତ୍ର ଏକ ଯେହେତୁ ଆମେ ଲେଖିବା କଣ ଅତଏବ ଲେଖିପାରିବ ଅତଏବ 180 ଏକ ବର୍ଗ ସଂଖ୍ୟା ନୁହେଁ 180 ଏକ ବର୍ଗ ସଂଖ୍ୟା ନୁହେଁ ତାହେଲେ ସେଥିପାଇଁ କଣ କରିବ ତେଣୁ 180 ଗୁଣନ 5 କାହିଁକି 5 କରିବ 5 ବୋଲି ଯାଇଛି କେତେ ତାହେଲେ 900 ତାହେଲେ 900 ହଉଛି କ୍ଷୁଦ୍ରତମ 4 9 10 ଦ୍ୱାରା ବିଭାଜ୍ୟ କ୍ଷୁଦ୍ରତମ ସଂଖ୍ୟାଟି ହଉଛି କିଏ 900 ହେବ ତମର ଆନ୍ସର ବୁଝି ହେଲା କେତେ ଇଜି ଥିଲା ପ୍ରଶ୍ନ ତାପରେ ଦେଖ 6 ନମ୍ବର ପ୍ରଶ୍ନ 6 ନମ୍ବର ପ୍ରଶ୍ନ ବି ବହୁତ ଇମ୍ପୋର୍ଟାଣ୍ଟ ଭେରି ଇମ୍ପୋର୍ଟାଣ୍ଟ 6 ନମ୍ବର ପ୍ରଶ୍ନ ବି ତମର ଭେରି ଇମ୍ପୋର୍ଟାଣ୍ଟ କେଉଁ କ୍ଷୁଦ୍ରତମ ସଂଖ୍ୟା ଦ୍ୱାରା 9 4 0 8 କୁ ଗୁଣଫଳ ଏକ ପୂର୍ଣ୍ଣବର୍ଗ ସଂଖ୍ୟା ହେବ ପୁଣି କହିଛି ଗୁଣଫଳର ବର୍ଗମୂଳ ନିର୍ଣ୍ଣୟ କର ବୋଲି କହିଛି ପ୍ରଥମେ କଣ କରିବା ତାର ଲସାଗୁ ବାହାର କରିଦେବା ଏହାର କଣ ବାହାର କରିଦେବା ତାର ମୌଳିକ ସଂଖ୍ୟା ଗୁଡାକ ବାହାର ଲସାଗୁ ନ ବାହାର କରିକି ମୌଳିକ ସଂଖ୍ୟା ଗୁଡିକୁ ବାହାର କରିଦେବା 6 ନମ୍ବର 9 4 0 8 2 ରେ ଫେଡିଦେଲେ କେତେ ହେବ 2 ରେ ଫେଡିଦେଲେ 4 7 0 4 ପୁଣି 2 ରେ ଫେଡିଦେବା 2 ରେ ଫେଡିଦେଲେ କେତେ ହେବ 2 3 2 3 5 2 ହେଇଯିବ ପୁଣି 2 ରେ ଫେଡିଦେବା 2 କେ 2 2 କେ 2 2 7 14 212 1 1 7 6 ତାପରେ ପୁଣି 2 ରେ ଫେଡିଦେଲେ 2 5 10 ତାପରେ 10 ମାନେ ଇଏ ହେଇଗଲା 2 8 16 2 8 16 ପୁଣି 2 ଦୁଗୁଣେ 4 2 9 18 2 4 8 ପୁଣି 2 ରେ ଯିବ 2 କେ 2 2 4 8 2 7 14 ବଳିଲା କେତେ 147 ଏବେ 3 ରେ ଯିବ 3 ରେ ଗଲେ କେତେ ହେବ 3 ତମର 3 4 12 3 9 27 7 7 49 49 ବଳିଲା ଏଠି କରିଦଉଛି ମୁଁ 7 ଗୁଣନ 7 ଦେଖ ବଳିଛି ଦେଖ ଏ ଗୋଟିଏ ଯୋଡି ଏ ଗୋଟିଏ ଯୋଡି ଏ ଗୋଟିଏ ଯୋଡି ତାପରେ 7 7 ଗୋଟେ ଯୋଡି ବଳିଲା କଣ 3 ତମର ବଲି ଯାଉଛି କଣ ବଲିଛି ଯେହେତୁ 3 ଯୋଡି ହୋଇପାରି ନାହିଁ ଉକ୍ତ ସଂଖ୍ୟା 3 ଦ୍ୱାରା ଗଣନା କଲେ ଗୁଣଫଳ ବାହାରି ଯିବ ଯେହେତୁ 3 ବୋଲି ଯାଇଛି ଏଇ ସଂଖ୍ୟା ଦ୍ୱାରା ଆମେ ଯଦି ଲେଖିବା ଯେହେତୁ 3 ବଲିଲା ଏଇ ସଂଖ୍ୟା ଦ୍ୱାରା ଆମେ ଗୁଣନ କରିଦେବା 9 4 0 8 କୁ ଆମେ ଯେମିତି 180 ରେ ଯେହେତୁ 5 ବଲିଗଲା ଗୁଣନ କରିଦେଲା 3 9408 ରେ ଆମେ ଯଦି 3 ବଲିଛି 3 ଗୁଣନ କରିଦେବା ତାହେଲେ ପୂର୍ଣ୍ଣବର୍ଗ ସଂଖ୍ୟାଟି ବାହାରି ଯିବ ଆମର କେତେ ହେବ 3 8 24 ଇଏ ହେଇଯିବ ତମର 2 8 2 2 4 2 8 2 2 4 ତମର ହେଇଯିବ ଆନ୍ସର ଟା ବୁଝି ହେଲା କାହିଁକି ମୁଁ 3 କରି ଦେଖିଲ ସଂଖ୍ୟା ଦେଇଛି 3 ବଳିଲା ଗୁଣନ କରିଦେଲ ବାସ୍ ତମର ପଟିଗଲା ନେକ୍ସଟ ଅଛି ତମର କଣ 7 ନମ୍ବର ପ୍ରଶ୍ନ 7 ନମ୍ବର ପ୍ରଶ୍ନ କଣ ନିମ୍ନଲିଖିତ ସଂଖ୍ୟା ଗୁଡିକ ବର୍ଗ ମଧ୍ୟରେ କେତୋଟି ସଂଖ୍ୟା ଅଛି କେତୋଟି ସଂଖ୍ୟା ଅଛି ଏଟା ବହୁତ ଇଜି ଅଟେ 7 ନମ୍ବର ମୁଁ ଏଠି କରିଦେଉଛି ପିଲାମାନେ 7 ନମ୍ବର ମୁଁ ଏଠି କରିଦେଉଛି ଦେଖ ତମର ଦେଖାଯାଉଛି ତ 7 ନମ୍ବର ଠିକ ଅଛି ଦେଖାଯାଉଛି 7 ନମ୍ବର ଦେଖ ଏଠାରେ କଣ କହୁଛି 16 17 ମଧ୍ୟରେ ନିମ୍ନଲିଖିତ ସଂଖ୍ୟା ଗୁଡିକ ବର୍ଗ ମଧ୍ୟରେ କେତୋଟି ସଂଖ୍ୟା ରହିବ ଦେଖ 16 17 ଦେଇଛି ମୁଁ ଗୋଟେ ଏକ୍ସାମ୍ପଲ ଦଉଛି 2 ର ସ୍କୋୟାର ଏବଂ ତମର 3 ର ସ୍କୋୟାର କେତେ ଅଛି 2 ର ସ୍କୋୟାର କେତେ ତମର 4 ଏହାର ସ୍କୋୟାର କେତେ 9 କେତୋଟି ସଂଖ୍ୟା ଅଛି 5 6 7 8 4 ଅଛି ନା ନାଇଁ ତାପରେ ମୁଁ ଆଉ ଗୋଟେ ଉଦାହରଣ ନଉଛି 3 ର ସ୍କୋୟାର ଏବଂ 4 ର ସ୍କୋୟାର 3 ର ସ୍କୋୟାର କେତେ 9 4 ର ସ୍କୋୟାର ହଉଛି କେତେ 16 9 କେ 10 11 12 13 14 15 କେତେ 1 2 3 4 5 6 କାହିଁକି ହେଲା ଦେଖ ଏଠି ସୂତ୍ର ଅଛି ହେଲା 2 ହଉଛି କ୍ଷୁଦ୍ରତମ ସଂଖ୍ୟା ଯେତେ ଦେଇଥିବ ବର୍ଗ ତା ସହିତ ଗୁଣନ କରିଦେବ 2 ଗୁଣନ 2 ସମାନ 4 4ଟି ହେଲା ଏଠାରେ କ୍ଷୁଦ୍ରତମ ସଂଖ୍ୟା କେ 3 ନା 4 4 କ୍ଷୁଦ୍ରତମ ସଂଖ୍ୟା 2 ଅଛି 3 ଗୁଣନ 2 ସମାନ 6 ଦେଖ ତମର 1 2 3 4 5 6 6ଟି ସଂଖ୍ୟା ଅଛି ସେ ବଢିଆ 16 ର ସ୍କୋୟାର ଏଟା ମଧ୍ୟରେ ବାହାର କରିଦେବା ଏବେ 16 ର ସ୍କୋୟାର ଏବଂ 17 ର ସ୍କୋୟାର ମଧ୍ୟରେ କେତେ ହେବ
16 ଗୁଣନ 2 ସମାନ 32 32 ଏହାର ସଂଖ୍ୟା କେତେ ହେଇଯିବ ଏହାର ଆନ୍ସର ହେଇଯିବ 32 ସେ ଭଳିଆ ଏଇଟା କରିପାରିବ 69 ର ସ୍କୋୟାର ଓ 100 ର ସ୍କୋୟାର ମଧ୍ୟରେ କେତେ ହେବ 69 ଗୁଣନ 2 ସମାନ କେତେ ହେବ ତମର 69 ଗୁଣନ 2 ସମାନ 198 ହେବ ତମର ଆନ୍ସର ଏହାର ଆନ୍ସର ହେଇଯିବ 198 ବୁଝିହେଲା ତାପରେ ଦେଖ 8 ନମ୍ବର ପ୍ରଶ୍ନ ନିମ୍ନଲିଖିତ ସଂରଚନାରେ ଖାଲି ଥିବା ସ୍ଥାନ ଗୁଡ଼ିକରେ ଠିକ ସଂଖ୍ୟା ଲେଖି ପୂରଣ କର ଖାଲି ଥିବା ସ୍ଥାନରେ କଣ କୁଆଡେ ଗଲା ଖାଲି ଥିବା ସଂଖ୍ୟା ଏଠି ଅଛି ହେଲା ଖାଲି ଥିବା ସଂଖ୍ୟା ଦେଖ ଏଠି ତମର ଅଛି ସେ ଦେଇଛି କଣ ଦେଖ ସେ ଦେଇଛି 1 ର ସ୍କୋୟାର 2 ର ସ୍କୋୟାର 2 ର ସ୍କୋୟାର ସମାନ 3 ର ସ୍କୋୟାର 2 ର ସ୍କୋୟାର 3 ର ସ୍କୋୟାର 6 ର ସ୍କୋୟାର ସମାନ 7 ର ସ୍କୋୟାର 2 ପରେ 3 ଆସିଛି 6 ପରେ 7 ଆସିଛି 12 ପରେ 13 ଆସିଛି ଇନ 20 ପରେ କେତେ ଆସିବ 21 ଆସିବ ବାସ୍ ଇଜି କିଛି ଆଉ ଟ୍ରିକ ଲଗେଇବାର ଆମକୁ ନାହିଁ ଦେଖ ସେ କହୁଛି କଣ 4 5 20 3 4 12 2 3 6 1 2 2 ଦେଇଛି ନା ନାଇଁ 1 ଗୁଣନ 2 ସମାନ 2 2 ଗୁଣନ 3 ସମାନ 6 3 ଗୁଣନ 4 ସମାନ 12 4 ଗୁଣନ 5 ସମାନ 20 9 ଗୁଣନ 10 ସମାନ 90 90 ଅଛି ହେଲେ ଗୋଟେ ବଢିଯିବ 91 କେତେ ଇଜି ଥିଲା କେତେ ଇଜିରେ ପିଲାମାନେ ହେଲା ଆମେ କରିଦେଲା ନେକ୍ସଟ ତମର ଅଛି ଦେଖ 9 ନମ୍ବର ପ୍ରଶ୍ନ ତଳେ ଦିଆଯାଇଥିବା ଚିତ୍ରରେ କେତୋଟି ଛୋଟ ବର୍ଗ ଚିତ୍ର ଅଛି କଣ କେତୋଟି ଛୋଟ ବର୍ଗ ଚିତ୍ର ଅଛି ଉକ୍ତ ସଂଖ୍ୟାର ମୌଳିକ ଗୁଣନ ନିୟମ କେତୋଟି ଛୋଟ ବର୍ଗ ଚିତ୍ର ଅଛି ଦେଖ ଏଠି କେତେ ଅଛି 1 2 3 4 5 ମାନେ 25 ଟି ଅଛି ଆମେ ଦେଖିଲା ଛୋଟ ବର୍ଗ ଚିତ୍ର ସଂଖ୍ୟା ହଉଛି କେତେ 25 ଲେଖିବ କଣ ଛୋଟ ବର୍ଗ ଚିତ୍ର ସଂଖ୍ୟା ହଉଛି କେତେ 25 5 ଗୁଣନ 5 ସମାନ 25 ତାଇଲେ ମୋଟ ବର୍ଗ ଚିତ୍ର ସଂଖ୍ୟା କେତେ ମୋଟ ବର୍ଗ ଚିତ୍ର ସଂଖ୍ୟା କେତେ ମୋଟ ବର୍ଗ ଚିତ୍ର ସଂଖ୍ୟା ଇକ୍ୱାଲ ଟୁ କେତେ ଅଛି ମୋଟ ବର୍ଗ ଚିତ୍ର ହଉଛି 81 81 ତମର 81 ଟୋଟାଲ ଅଛି କେତେ ତମର ମୋଟ ବର୍ଗ ଚିତ୍ର ଅଛି 81 81 ଗୁଣନ 25 କରିଦବ କେତେ ହେଇଯିବ ତମର 81 କୋଟି ପାଇଲା ସାର୍ 81 ଏଠି ସବୁ ଟୋଟାଲ ତମର ଇଏ ସବୁ ଦେଖୁଛ 81 ଅଛି 81 ଗୁଣନ 25 ସମାନ ହଉଛି କେତେ 1205 ହେଲା 1025 ତାହେଲେ ସେ କହିଛି କଣ ସରି ସରି କେତେ ହବ 2025 ହେଲା 2025 এই 2025 ରେ ତମେ କଣ କରିବ 2025 ରେ ତମେ କଣ କରିବ ସେ ପ୍ରଶ୍ନ କଣ କହିଛି 2025 ର ମୌଳିକ ଗୁଣନ ସଂଖ୍ୟା କେତେ ପଚାରିଛି ନା ଉକ୍ତ ସଂଖ୍ୟାର ମୌଳିକ ଗୁଣନୀୟକ ତାହେଲେ ମୌଳିକ ଗୁଣନୀୟକ କୁ ଆମେ କଣ କରିବା ଲସାଗୁ ବାହାର କରିବା ମୌଳିକ ଗୁଣନ ସଂଖ୍ୟା ଆମେ କଣ କରିବା ତାର ଲସାଗୁ ବାହାର କରିଦେବା ହେଲା ପ୍ରଥମେ ଏହା କେତେ ଯିବ 5 ଗୁଣ 7 3 ରେ ଯିବ ହେଲା 3 3 ରେ କଲେ କେତେ ଯିବ ଇଏ ହେବ 318 3 ସପ୍ତା 3 5 ତାପରେ ତମର 3 ରେ ପୁଣି ଯିବ 3 ଦୁଣେ 6 3 ଦୁଣେ 6 3 5 15 ପୁଣି 3 ରେ ଯିବ 3 ସପ୍ତା 21 3 5 ତାପରେ ପୁଣି 3 ରେ ଯିବ 3 ଦୁଣେ 6 ଦୁଣେ 6 ତାପରେ କେତେ ଯିବ ତମର 3 5 15 ତାପରେ କେତେ ଯିବ 5 5 25 1 2 3 2025 କାହାର ତାର କଣ ମୌଳିକ ସଂଖ୍ୟା ଗୁଡିକ ଏତେ ମୌଳିକ ସଂଖ୍ୟା ଗୁଡିକ ଜାଣିଲ ଆମେ ତାର ବର୍ଗ ସଂଖ୍ୟା ଦେଖିଦେବା ତାର ବର୍ଗ ସଂଖ୍ୟା କେତେ ହେଇଯିବ କାହାର ବର୍ଗ ଇଏ ଅଟେ 3 ଗୁଣନ 3 ଗୁଣନ 5 ବର୍ଗ ସଂଖ୍ୟା 3 3 9 5 3 15 3 45 ଯିବ ତମର 45 ଯିବ ତାର ମୌଳିକ ସଂଖ୍ୟା ଏ ସବୁ ତାର ମୌଳିକ ସଂଖ୍ୟା ଆଉ ତାର ବର୍ଗ ହଉଛି କେତେ 45 ର ବର୍ଗ ହଉଛି କିଏ ତମର 2025 ବୁଝିହେଲା ଟ୍ରିକ ଦ୍ୱାରା ଆମେ କରିଥିଲି ନା ଟ୍ରିକ ଦ୍ୱାରା ବତେଇଥିଲି ତମକୁ 4 45 ର ସ୍କୋୟାର କେତେ ହେବ 5 5 25 ଲେଖିଦବ 4 ଅଛି ମାନେ 4 ପରେ ତାର ପରବର୍ତ୍ତୀ ସଂଖ୍ୟା ସହିତ ଗୁଣିଦବ 4 5 20 ବା ସେଇଭଳିଆ ତମକୁ ଟ୍ରିକ ଶିଖେଇଦେଲି 25 25 ର ସ୍କୋୟାର 5 ଏକକ ଘରେ ଯଦି 5 ଥାଏ ଏହା ଏଲିଜିବଲ ଅଟେ 5 ଯଦି 5 5 25 2 ଅଛି ମାନେ 2 ଗୁଣନ 3 ସମାନ 6 625 ବାସ୍ ଏଇଗୁଡ଼ା ତମର ସମ୍ପୂର୍ଣ୍ଣ ପରବର୍ତ୍ତୀ କ୍ଲାସରେ ଆମେ କଣ ଦେଖିବା ତମର ଘନ ସଂଖ୍ୟା ଆଲୋଚନା କରିବା ଠିକ ଅଛି ପିଲାମାନେ ଧନ୍ୟବାଦ ସବୁ ସାଙ୍ଗମାନଙ୍କୁ କଣ କରିବ ସେୟାର କରିଦିଅ ଆଉ ଯେଉଁମାନେ ଦେଖିନାହ କନସେପ୍ଟଟା ବର୍ଗ ଓ ଘନର ଚ୍ୟାପ୍ଟର 1 ଯେ ଦେଖିନାହ ଯାଇକି ଦେଖିଦିଅ ଗୋଟେ ଲାଇକ ନିଶ୍ଚିତ ଭାବେ କରିବ ଚ୍ୟାନେଲଟାକୁ ସବସ୍କ୍ରାଇବ କରି ବେଲ ବଟନ ଅଲ ପ୍ରେସ କରିଦେବା ପିଲାମାନେ ଠିକ ଅଛି ଧନ୍ୟବାଦ